ସେତିକିବେଳେ ରାମପୁରୀ କାମ୍ପୁଡ଼ି ଲୋକ ହନ୍ତି ଏ ବିଜେପି ବାଲା ସେୟା କରୁଛନ୍ତି। ଗୋଟେ ବିଜୁ ପଟ୍ଟନାୟକ ବାହାଲ ନେତା ତା କଲରଟା ଗୋଟେ ତେବେ ହଳଦିଆ କଲର କରିଦେଉଛ, ଏଗୁଡ଼ା ଅନ୍ୟାୟ କରାହେଉଛି। ଏଗୁଡ଼ା ଅତି ଶସ୍ତାଗିରି, ଏଗୁଡ଼ାକ ରାମପୁରୀ କାମ୍ପୁଡ଼ି ହେବା ଉଚିତ ନୁହଁ। ଏଗୁଡ଼ାକ ଯେତେବେଳେ ପାୱାର ଖଚି ଖଚି ଯାଏ ସେତିକିବେଳେ ରାମପୁରୀ କାମ୍ପୁଡ଼ି ଲୋକ ହନ୍ତି ଏ ବିଜେପି ବାଲା ସେୟା କରୁଛନ୍ତି। ଗୋଟେ ବିଜୁ ପଟ୍ଟନାୟକ ବାହାଲ ନେତା ତା କଲରଟା ଗୋଟେ ତେବେ ହଳଦିଆ କଲର କରିଦେଉଛ, ଏମିତି ବିଜେପି ବାଲା ଖାଲି ସବୁ ପଶିଯିବ ତେବେ ଗେରୁଆ କଲର। ଏଗୁଡ଼ା କ'ଣ କଥା? ଏଗୁଡ଼ା ଅତି ଶସ୍ତା ହେଉଛି। ଆଜି ଗୋଟେ ପବିତ୍ର ଉତ୍କଳ ଦିବସ, ତା ଗୋଟେ ଓଡ଼ିଶା ଦିବସ କରିଦେଇଛ। ଓଡ଼ିଶାକୁ କିଏ ଅମାନ୍ୟ କରୁଛି? ଆମ ଓଡ଼ିଶା ଆମର ଗର୍ବ। ଗୋଟେ ଉତ୍କଳର ନିର୍ମାତା ମଧୁସୂଦନ ଦାସ ଅକ୍ଳାନ୍ତ ପରିଶ୍ରମ କରି, ନାହିଁ ନଥିବା ପରିଶ୍ରମ କରି ପାରଳା ମହାରାଜାଙ୍କ ନେତୃତ୍ୱରେ ବାରମ୍ବାର ଦିଲ୍ଲୀ ଯାଇ ବାରମ୍ବାର ଗୋଲଟେବୁଲ ବୈଠକରେ ଯୋଗ ଦେଇ ମଧୁସୂଦନ ଦାସଙ୍କ ବ୍ରେନ୍, ପାରଳା ମହାରାଜାଙ୍କର ଅର୍ଥ, ପାରଳା ମହାରାଜା ନେଇକି ଯାଆନ୍ତି କଙ୍କଡ଼ା, ଚୁଙ୍ଗୁଡ଼ି, ମାଛ, ପୂଜାରୀ ଏବଂ ମାଉଣ୍ଟବେଟନଠୁ ଆରମ୍ଭ କରି ଲେଡି ମାଉଣ୍ଟବେଟନଠୁ ଆରମ୍ଭ କରି ସମସ୍ତଙ୍କୁ ଖାଇବାକୁ ଦିଅନ୍ତି ଭାରତୀୟ ଖାଦ୍ୟ। ଏବଂ ସେତିକି ନୁହଁ, ମଧୁସୂଦନ ଦାସଙ୍କ ଆର୍ଗୁମେଣ୍ଟ, ବିଚକ୍ଷଣ ବୁଦ୍ଧି, ପାରଳା ମହାରାଜ ତାଙ୍କ ନିଜ ବୋଉର ଗୋଟେ ହାର, ହୀରାର ହାର ଲେଡି ମାଉଣ୍ଟବେଟନକୁ ପିନ୍ଧେଇଥିଲେ। ମୁଁ ମହତାବ ତୁଣ୍ଡରୁ ଶୁଣିଛି କେତେ କଷ୍ଟରେ ଆମର ଉତ୍କଳ ପ୍ରଦେଶ ହେଇଛି, ତାକୁ ଗୋଟେ ବଦନାମ କରିବା ପାଇଁ ଚକ୍ରାନ୍ତ ଯେଉଁ ଚାଲିଛି, ଏ କିଛି କାମ ଦେବନି। ମହାନ ନେତା ଥିଲେ ମଧୁସୂଦନ ଦାସ। ଆମେ ଓଡ଼ିଆ କା ପୁରୁଷ। ଆମ ଓଡ଼ିଶାରେ ଜନ୍ମ ହେଲେ ମଧୁସୂଦନ ଦାସ ଭାରତ ରତ୍ନ ପାଇପାରିଲେନି। ଆମ ମାଟିରେ ଜନ୍ମ ହେଲେ ହରେକୃଷ୍ଣ ମହତାବ ଏଡ଼େ ବଡ଼ ଗଣଜାତ ମିଶ୍ରଣ କରି ବିରାଟ ଭାରତବର୍ଷ ତିଆରି କଲେ, ଭାରତ ରତ୍ନ ପାଇପାରିଲେନି। ସେବାର ପ୍ରତୀକ ହେଲେ ଗୋପବନ୍ଧୁ ଦାସ, ସେ ପାଇପାରିଲେନି। ଓଡ଼ିଶାବାସୀ ଆମେ ନିନ୍ଦିତ। ସେଥିପାଇଁ ଉତ୍କଳ ଦିବସର ମର୍ଯ୍ୟାଦା ରହୁନି। ମୁଁ ଆପଣମାନଙ୍କ ଜରିଆରେ ଡିମାଣ୍ଡ କରୁଛି ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ଦିଆଯାଉ। ଯେ ଓଡ଼ିଶାକୁ ନେଇ ବିଶ୍ୱରେ ପହଞ୍ଚେଇଥିଲେ ତାରକସି କାମ, ଶିଳ୍ପର ବିକାଶ, କୃଷିର ବିକାଶ, ଶିକ୍ଷାର ବିକାଶ, ସ୍ୱାସ୍ଥ୍ୟର ବିକାଶ, ଗମନାଗମନର ବିକାଶ ଯେଉଁ ମଧୁସୂଦନ ଦାସ ଆରମ୍ଭ କରିଥିଲେ, ତାଙ୍କୁ ସମ୍ମାନ ରଖିବା ପାଇଁ, ଭାରତ ରତ୍ନ ଦେବା ପାଇଁ ଆପଣମାନଙ୍କ ଜରିଆରେ ମୁଁ ନିବେଦନ କରୁଛି।